कारण करता तुम्भे पिता माता दृष्टि देले कष्ट रहिबो नाही करिण करुणा कर बुझामणा बणा नहु बई कुंठिया कही कारण करता तुम्भे पिता माता दृष्टि देले कष्ट रहिबो नाही बढ़िया कथा करुणा करिण करुणा कर बुझामणा बणा नहु बई कुंठिया कही ये होची आत्मनिवेदनात्मक संगीत भक्त भगवान मध्य गोटे सुंदर बुझामणा सुंदर निवेदन मधु कहले आगे अभिन्न सुंदर कहले अभिन्न सुंदर ठाकुर अभिराम कहले कामिनी कांचन कामरे तांको नथाई मन ताहाकू सेबिले करिबे जीवर निस्तारण इमिति गोटे सृष्टि रे कौनसी गोटे मनीष नाहांती जहार कामिनी कांचन कामरे तांको नथाई मन हुए तो जनक भितर सबू अच्छी से गुरुंको आदेश रे बा गुरु कृपा लाभ करी साधन भजन करी शास्त्र अध्ययन करी ता भितरु सेगुड़िक प्रशमित हुए संपूर्ण नगले भी प्रशमित हुए किंतु ठाकुर लिखिचंती ये कथाटा कोटिकरे कोटी गोटे लोक पाखे थाई पारे तेबे अच्छंती बोली से लिखिले आ मधु लिखिले केतेक पुत्र धन पाई साधु सेवा करती जाई भक्ति लाभ पाई न पूजंती केही सेवंती भक्त कोटिके गोटे धरा देव जनकर पुओ झियो हैला नहीं अच्छा से माने संसार को कहीं आसते विवाहर टाकर हैला कहीं हाकु सब कौन आमे सृष्टि करिछु जड़े बर को जड़े कन्या जड़े पति जड़े पत्नी एमानकु सृष्टि करिछि किए प्रभु सृष्टि करिसंती काहेकि सृष्टि करिसंती एई मानक माध्यम रे वंश वृद्धि हब तांक सृष्टि चलचंचल हब मने करा देउ काहारी आउ पुओ हबनी कि झियो हबनी तार सृष्टि रहिबो तो कि सृष्टि यदि न रहिबो ताहले सस्ता थिबे तांकु जानिबो कि तेणु सज्जन महापुरुष माने बहुत कथा लिखिचंती किंतु आमे से कथा को पढ़िबा सम्मान दबा सबू ठीक किंतु अनेक कथा उपरे प्रश्नवाची सृष्टि हुए तेबे सज्जन मोटामोटी कथा जनकर दुख पड़ी से क्या गोटे कहब से लोकटी किए धरतु पुओ बोहूंकर दुख पड़ी से बाप माँ को कहे बाप माँ कौन करेंगे से कहे डाक्तरखाना को जाओ ते बाप माँ
କ'ଣ ସେଇଭଳି ବାପା ମା ଅଛନ୍ତି ତାଙ୍କ ଆଶୀର୍ବାଦରେ ପୁଅ ବୋହୂଙ୍କର ଦୁଃଖ କି ରୋଗ କି ସନ୍ତାନ ସନ୍ତତି ସୃଷ୍ଟି ହେଇପାରିବ? ତେଣୁ ସାଧୁମାନଙ୍କ ପାଖକୁ, ସିଦ୍ଧ ସାଧକମାନଙ୍କ ପାଖକୁ ଏମାନେ ଯିବେ। ତା ଭିତରେ ଭଲ ଅଛନ୍ତି, ଭଲ ଅଛନ୍ତି, ତାକୁ ଏମାନେ ବି କେମିତି ଜାଣିବେ? ତେବେ ସରଳ ମଣିଷ ତାର ସରଳତାର ସୁଯୋଗ ନେଇ ହୁଏତ ସେ ବିଫଳ ହେଇପାରେ, କିନ୍ତୁ ଭଗବାନ ତା କଥା ନିଶ୍ଚିତ ବୁଝିବେ। ତେଣୁ ଇଏ ହେଉଛି ମଧୁଙ୍କ କଥାର ମୋଟାମୋଟି କଥା। ବାୟା, ନାମାଚାର୍ଯ୍ୟ ବାବା ବାୟା ସେ ଜଣକ ପ୍ରଶ୍ନର ଉତ୍ତର ଦେଉଛନ୍ତି। କଳିରେ, କଳି କହିଲେ ବିଜ୍ଞାନ ଯୁଗ, କଳି ଯୁଗ ଗୋଟେ ଲୋକ କହୁଛନ୍ତି, ଏଇଟା ହେଉଛି ପୃଥିବୀ ପାଇଁ ବିଜ୍ଞାନ ଯୁଗ। ଆମେ ହିନ୍ଦୁମାନେ କହୁଛୁ କଳି, ଆମେରିକାରେ କ'ଣ କିଏ କହୁଛି କଳି? ଇଏ ହେଉଛି ବିଜ୍ଞାନ ଯୁଗ, ଜ୍ଞାନ ବିଜ୍ଞାନର ଯୁଗ। ସେଠି ବାବାଙ୍କୁ ପ୍ରଶ୍ନ ହେଲା, ଭାଗବତ ଧର୍ମ କଳିରେ ହୋଇପାରିବ? ମାନେ ଭାଗବତରେ ଯାହା ଲେଖା ହେଇଛି ତାହା ହେଇପାରିବ? ମନେ ରଖିଥାନ୍ତୁ, ଶ୍ରୀମଦ୍ ଭଗବତ ଗୀତା, ସେଥିରେ କୌଣସି ଚରିତ୍ର ନାହିଁ, ସବୁ ରହିଛି ଆଦର୍ଶ। ସେଇଭଳି ଭାଗବତର ଏକାଦଶ ସ୍କନ୍ଧଟିକୁ ଯିଏ ସବୁଦିନେ ପଢ଼େ ସେ ଗୀତା ପଢ଼ିବା ସହିତ ସମାନ। ଆଉ ଗୋଟିଏ ଗୀତା ଅଛି ବାଇୟା ଗୀତା, ତାକୁ ଯଦି ପଢ଼ିବ ଆହୁରି ସରଳ ହେବ। ତେବେ ଭଗବାନଙ୍କର ଲୀଳାମୃତକୁ ଶୁଣିବା ପାଇଁ ଇଚ୍ଛା ଥିଲେ ଦଶମ ସ୍କନ୍ଧ, ଭାଗବତର ଦଶମ ସ୍କନ୍ଧ ଗୋପଲୀଳା, ଏହାକୁ ଯଦି ପଢ଼ିବ ତାହେଲେ କୃଷ୍ଣଙ୍କର ବାତ୍ସଲ୍ୟ ପ୍ରେମ ସମ୍ପର୍କରେ ଅନେକ କଥା ଜାଣିପାରିବ, ଆନନ୍ଦ ମଧ୍ୟ ପାଇବ। ଆଉ ସେଇ ଦଶମ ସ୍କନ୍ଧରେ ଆଉ ଗୋଟିଏ ସ୍କନ୍ଧ ଅଛି ଦ୍ୱାରିକା ଲୀଳା, ତାକୁ ପଢ଼ିପାର, ସେଥିରେ କିଛି ଯାଏ ଆସେ ନାହିଁ। ତେବେ ଭାଗବତରେ କେତୋଟି ପ୍ରସଙ୍ଗ ରହିଛି? ରାଜା ଶିବି, ସୁଦାମା, ଗଜନକ୍ର ଯୁଦ୍ଧ, ଏଇଭଳି କେତେ ଗୁଡ଼ିଏ ପ୍ରସଙ୍ଗ ରହିଛି। ମହାତ୍ମା ବିଦୁର, ଇଏ ପ୍ରସଙ୍ଗ ଗୁଡ଼ିକୁ ପଢ଼ିଲେ ଆପଣମାନେ ଅଜାମିଳ, ଇଏ ପ୍ରସଙ୍ଗ ଗୁଡ଼ିକୁ ବାଛି ବାଛିକି ଯଦି ଆପଣ ପଢ଼ିବେ, ସେଥିରେ ଆମ ସମାଜ ପାଇଁ, ଆମ ପରିବାର ପାଇଁ, ଆମ ଜୀବନ ପାଇଁ ଅନେକ ସୁନ୍ଦର ସୁନ୍ଦର ବାର୍ତ୍ତା ଆସିପାରିବ। ବାବା ସେଥିପାଇଁ କହିଲେ ଭାଗବତ ଇଜ୍ ଦ ମ୍ୟାନୁଆଲ ଅଫ୍ ମ୍ୟାନ୍ସ ଲାଇଫ୍। ଏହା ଗୀତାର ବିଶଦ ବ୍ୟାଖ୍ୟା। ଗୀତାରେ ଯାହା ଲେଖା ହେଇଛି ଭାଗବତରେ ତାକୁ ବ୍ୟାଖ୍ୟା କରାହେଇଛି। ଆଉ ଜ୍ଞାନୀ ଓ ପଣ୍ଡିତଙ୍କ ପାଇଁ ଏଇଟା ନୁହଁ, ସେମାନେ ମୂଳ ଅନୁସାରେ କୋଉଟା ଛାଡ଼ି ଯାଇଛି ତାକୁ ସେ ଖୋଜିବେ। କିନ୍ତୁ ବାବା ଏଠି ଗୋଟେ ଭଲ କଥା କହିଲେ, ସବୁ କରୁଥିବ କିନ୍ତୁ ଗୋପନ ରଖୁଥିବ। ବାୟା ଦିନେ ବଳିଆକୁ କହିଥିଲେ ଭୁବନେଶ୍ୱର ଆଶ୍ରମରେ, ଯତୋ ଗୁପ୍ତ ତତୋ ଶକ୍ତ। ଆଜି ବି ବଳିଆ ମନେ ରଖିଛି, ଗୋପନ ରଖିଲେ କ୍ରମେ କ୍ରମେ
ଫୁଲ ଫଳ ଧରିବ। ହଉ ସଜ୍ଜନ, କେତେ ଦୂର ଆମେ ସେଥିପାଇଁ ସାମର୍ଥ୍ୟ ହେଇପାରିବା ସେଇଟା ହେଉଛି ବଡ଼ କଥା। ବାବା ପୁଣି ଭାଗବତର ଗୋଟିଏ ପଦ କହିଲେ, ଯେ ଧର୍ମ ଆପଣେ କରିବ କେବେ ହେଁ ପରେ ନ କହିବ। যে ধর্ম আপনে করিব কেবে হে পরে ন কহিব। ଏମିତି ବି ସେ କହିଲେ ସ୍ତ୍ରୀ ଆଗରେ ମଧ୍ୟ କହିବନି। ଯଦି କହିବ ପତ୍ନୀ ପାଶ ସକଳ ଧର୍ମ ଜୀବନାଶ। ଆଉ ଗୋଟେ ଜାଗା ଲେଖା ହେଇଛି, ଯଦି କହିବ ମୂର୍ଖ ପାଶ ସକଳ ଧର୍ମ ଜୀବ। ତୁମେ ଯାହା ବୁଝିଲ ନିଜେ ବୁଝ, ମନକୁ ବୁଝାଅ। କାହିଁକି ପତ୍ନୀ ଆଗରେ କହିବନି? କାହିଁକି ମୂର୍ଖଙ୍କ ଆଗରେ କହିବନି? କହିବ ଯଦି ପ୍ରକୃତରେ ତୁମେ ଯାହା ବୁଝିଛ ସେ କଥାକୁ ଯଦି ସେ ଠିକ୍ ଭାବରେ ବୁଝିପାରିବ ଏବଂ କରିବ ମଧ୍ୟ, ତାହେଲେ କହିଲେ ଦୋଷ କିଛି ନାହିଁ। ତାହେଲେ ମୂର୍ଖ ଗୋଟିଏ ପଣ୍ଡିତ ହେଇଯିବ, ସ୍ତ୍ରୀ ଗୋଟିଏ ସହଧର୍ମିଣୀ ହେଇଯିବ। ଚୈତନ୍ୟ ମହାପ୍ରଭୁ ଯେତେବେଳେ ପୁରୀ ଯାଉଛନ୍ତି, ରଜକ ଲୁଗା କାଚୁଛି, ସେ ଗୋଟେ ଶବ୍ଦ କରୁଛି। ମହାପ୍ରଭୁ କହିଲେ, ଏ ଯେଉଁ ଶବ୍ଦ କରୁଛୁ ଇଏ ଶବ୍ଦଟା କାହିଁ ଭାଇ କରୁଛୁ? ହରି ହରି କହିକିରି ଲୁଗାଟାକୁ କାଚୁନୁ। ତା ସ୍ତ୍ରୀ କହିଲା, ତୁ କିଏ? ତାମାନେ ଗୁଣି ଗାରେଡ଼ି କରି ମୋ ସ୍ୱାମୀକୁ ବାବାଜୀ କରିଦେବୁ? ତେଣୁ ମହାପ୍ରଭୁ ଦେଖିଲେ ଆକୁ କିଛି ବୁଝେଇ ହେବନି। ସେ ଗୋଟେ ଗଛ ଉଢ଼ାଳେ ରହିଲେ। ସ୍ତ୍ରୀ ତାର ଦେଖିଲା ବାବାଜୀ ଗଲେଣି, ସେ ଖାଇବାକୁ ଆଣିବାକୁ ଗଲା ରଜକ ପାଇଁ। ଏତିକି ବେଳେ ମହାପ୍ରଭୁ ଆସି ତାକୁ ଆଲିଙ୍ଗନ କଲେ, କହିଲେ ଭାଇ ହରି ହରି ବୋଲ। କହି ଚାଲିଗଲେ। ସ୍ତ୍ରୀ ଆସି ଦେଖିଲା ବେଳକୁ ତା ସ୍ୱାମୀ ହରି ବୋଲ କହି ନାଚୁଛି। ଆଉ ତା ମୁଣ୍ଡ ବିଗିଡ଼ିଗଲା। ଆଉ ବାବାଜୀ କ'ଣ ଗୁଣି କରିଦେଇ ଗଲେ। ଆଉ ତାପରେ ନିତ୍ୟାନନ୍ଦ ମହାପ୍ରଭୁ ଆସି ସେ କଥାର ସମାଧାନ କଲେ। କହିବାର କଥା ହେଉଛି, ସ୍ତ୍ରୀ ଲୋକମାନେ ଅନେକ ଆପଣ ଦେଖିବେ, ସ୍ତ୍ରୀ ଲୋକମାନେ ସବୁବେଳେ ସବୁ ସ୍ତ୍ରୀ ଲୋକ ନୁହଁ, ମାନେ କିଛି ସ୍ତ୍ରୀ ଲୋକ ଅଛନ୍ତି ସ୍ୱାମୀ କାହିଁକି ତା ସାଙ୍ଗରେ କଥା ହେଲା। ଏଇଠି ଗୋଟିଏ ସ୍ତ୍ରୀ ଲୋକ ଥରେ ଆସିଥିଲା, ବହୁତ ଦିନ ନୁହେଁ, ଏଇ 4 ମାସ ତଳେ। ତା ଦୁଃଖଟା କ'ଣ? ଦୁଃଖ କିଛି ନାହିଁ। କହିଲେ ମୋ ସ୍ୱାମୀ ମୋତେ ବହୁତ ଭଲ ପାଆନ୍ତି। ମୁଁ ବାଃ, ବହୁତ ବଢ଼ିଆ କଥା। ତୁ ସ୍ୱାମୀକି ଭଲ ପାଉଛ ନା? ହଁ। କୁଆଡ଼େ ଆଇଛୁ? କ'ଣ ହେଇଛି? ସ୍ୱାମୀ ଦେହ ଖରାପ ହେଇଛି? ନା ନା, ମୁଁ ନିବେଦନ କରିବାକୁ ଆଇଛି, ମୋ ସ୍ୱାମୀ କାହା ସାଙ୍ଗରେ କଥାବାର୍ତ୍ତା କରିବେନି। ମୁଁ କହିଲି, ଆରେ ହେଇ,
ଏ ତ ସୁଧୁ ପାଗଳ। ଆରେ କାହା ସାଙ୍ଗରେ କଥା କରିବ କାମ କେମିତି କରିବ? ତେଣୁ ସନ୍ଦେହୀ ମନ ଏ ଭବେ ମରେ ନିସନ୍ଦେହୀ ये कथा आपण माने अनेक शुणुचंती सेवकर कथा आपण माने अनुभव करुथिबे। आज आम मानकर 75 भाग परिवार रे यही द्वंद्वटा आज घर संसार शांति की नष्ट भ्रष्ट कर मने करा जाऊ गोटे पुरुष तार ऑफिस रे हो कि तार कार्यक्षेत्र हो जनक संगे आवश्यक अच्छी से कथा हो किंतु ताकू संदेह करुचंदी तांको स्त्री स्वामी को पचारुचंदी एनुकारी किसी करना कन्फर्म है ये पचारू पचारू तुम्हें कहीं ता संगे कथा हल से अमुक जगह को कहीं गल तुम्हें एते राति कहीं घर को फेरिल एमती हो तार कौन सी संपर्क से लोक सहित नथिला स्त्रीर यही भलिया प्रश्नवाची रे संपर्क आपे आपे जोड़ी गला। यह सत्य चिरंतन एमिति कि सी स्त्री लोकटी माने एते व्यस्त जो स्त्री लोकटी संगे ये कथा होतिबो ताकू फोन करा तमे कहीं मो स्वामी संगे कथबार्ता हो है ऑफिशियली कथा हली एमिति ताकू व्यवहार करिवो से पर नारी ये पर पुरुष उभय भितर स्वामी स्त्री भाव सृष्टि सेथिपाई कुहा जाइछि ये सब कथा को छाड़ी परिवार को जदि स्नेह ममतारे बांधी रखा चाहूच से होउछि आम पुरी जगन्नाथ मंदिर। जगन्नाथ आपे आपे तुमको कृपा देवे। मु आपण मानू कहूनी गोटे माने बयस युवक युवतीर बयस कथा मु कहूनी 50 वर्ष बयस 50 रु अधिक हबनी ता स्त्री संदेह करुची ताले या पे को मेडिसिन कौन काम करिवो आपण माने शुणिकी अनेक बिगिड़ी जी मो उपर को ये बलिया कौन आज सकाल सकाल एक कथा कहलानी गोटे 60 वर्ष 60 हबनी 50-55 वर्षर व्यक्ति से ये लाइव भी शुणुथिबो ता ना कहूनी झील को बहुत भल पाए बाप झील बजार को जीवे झील चॉइस रे जामा किनिब किंतु बाप झील यही पवित्र संपर्क को संदेह करिब ता स्त्री घरे बाड़िया पिटा शेष झीलटी बाहा गला भलरे रहिला किंतु प्रभुंकर एमिति ता प्रति से निर्दया नुहे सबू तो दया तांकर दीप जालू जालू निया नागिला शाड़ी रे पुअटी झीलटी पोड़ी ही मरीगला। वर्तमान ता झीलटी ना झीलटी कि पुअटी मोर मन पड़ुनी से वर्तमान
ଆଙ୍କରି ପାଖରେ ଅଛି, କଜିଆ ଆଉ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ହେଉନି। ତେଣୁ ପରିବାରକୁ ଯଦି ଶାନ୍ତିରେ ରଖିବାକୁ ଚାହୁଁଛ, ସ୍ୱାମୀ ସ୍ତ୍ରୀର ସମ୍ପର୍କ ଘନିଷ୍ଠ ହେବା ଉଚିତ, ବୁଝାମଣା ଠିକ୍ ହେବା ଉଚିତ। ସ୍ତ୍ରୀ ଲୋକମାନେ ଏତେ ସନ୍ଦେହୀ ହୁଅ ନା। ସ୍ନେହ ମମତାରେ ତମ ସ୍ୱାମୀକୁ, ତମ ଶାଶୁକୁ, ଶ୍ୱଶୁରକୁ, ପୁଅ ଝିଅକୁ ନିଜର ଯଦି ନ କରିବ, ତାହା କରିପାରିବନି, ତାହେଲେ ବିବାହ ନ ହୋଇ ସୁବୁକିରି ପାଠ ପଢ଼ିକି ଚାକିରି କରି ଘରେ ରୁହ। ତେଣୁ ଯଦି ସମସ୍ତଙ୍କୁ ନିଜର କରିବ, ବର୍ଷେ 2 ବର୍ଷ ଖଣ୍ଡେ ଟିକେ କଷ୍ଟ କରିବାକୁ ପଡ଼ିବ, ତାପରେ ଆନନ୍ଦରେ ତମ ପରିବାର ହସି ଉଠିବ। ଆଉ ଯେଉଁ ପୁରୁଷମାନେ ନିଜର ସ୍ତ୍ରୀ, ନିଜର ପୁଅ ଝିଅଙ୍କୁ କେମିତି ନିଜର କରାଯାଇପାରିବ, ସେ କୌଶଳ ଅବଲମ୍ବନ କରିବା ଉଚିତ। ମୁଁ ସବୁ ସଭାରେ ଗୋଟିଏ ଗୀତ ପଢ଼େ, ଲୁଗାପଟାକୁ ସାଇତି ଦିନେ ଚିର ଭୟ। ସ୍ୱାମୀ ସ୍ତ୍ରୀମାନଙ୍କୁ ବଳିଆ ପଚାରୁଛି, ତମକୁ ବୟସ କେତେ ହେଲାଣି? ଆଗେ ବର୍ତ୍ତମାନ ମୋ କଥା ଶୁଣୁ ଶୁଣୁ ମନେ ମନେ ହିସାବ କର, ବୟସ ତମକୁ କେତେ ହେଲାଣି? କିଏ କହିବ ମୋତେ 30 ହେଇଛି, କିଏ କହିବ 40 ହେଇଛି। ଆଚ୍ଛା, କେତେ ଦିନ ତୁମେ ଆଭରେଜ ଯୁଗରେ ବଞ୍ଚିବ? 100 ବର୍ଷ ବଞ୍ଚିପାରିବ କି? ଗ୍ୟାରେଣ୍ଟି ଦେବ, ଲେଖିଦେବ? ମୁଁ 120 ବର୍ଷ ବଞ୍ଚିବି, 108 ବର୍ଷ ବଞ୍ଚିବି, କହିପାରିବ? ନା, ନାହିଁ, 60 ବର୍ଷ ହେଲେ ବହୁତ ହେଇଗଲା, ତାପରେ ତ ଗୋଡ଼ ହାତ ଚାଲିବ। ତାହେଲେ କେତେ ବର୍ଷ ଗଲାଣି, କେତେ ବର୍ଷ ଆଉ ଅଛି? ହସି ଖୁସି ଖାଇ ପିଇ ଆନନ୍ଦରେ ଜୀବନ କଟେଇବ ନା ବାଡ଼ିଆ ପିଟା ମଦ ମାଂସ ଖାଇ ଫୁଟାଣି ଗପ ଗପିବା? ଏଇଟା କେତେ ଦୂର ଆନନ୍ଦ ହେଉଛି? ଆସିଥିଲ ସଂସାରକୁ କର୍ମ କରିବା ପାଇଁ, ମଦ୍ୟ ପିଇବା ପାଇଁ। ଆସିଥିଲ ସଂସାରକୁ ମା କ୍ଷୀର ଖାଇକିରି ଆଇଥିଲ, ଗୋମାତାର କ୍ଷୀର ଖାଇ ଆସିଥିଲ। ତମକୁ କିଏ ବତେଇଛି ଯେ ତୁମେ ମଦ ପିଇବ? କିଏ ବତେଇଛି ଗଞ୍ଜେଇ ଖାଇବ? ତେଣୁ ହସ ଖୁସିର ସଂସାର ଇଏ ସବୁଠାରୁ ଆନନ୍ଦଦାୟକ। ହସି ଯିଏ ଯେତେ ହସିବ ତାର ନର୍ଭ ଗୁଡ଼ାକ ସେତେ ଆକ୍ଟିଭ ହେଇଯିବ। ଭଗବାନଙ୍କ କଥା କହୁ କହୁ ଯିଏ ଯେତେ କାନ୍ଦିବ ତା ବ୍ଲଡ଼ ପ୍ରେସର କମିଯିବ। ଆଗକୁ ସାଇନ୍ସ ମଧ୍ୟ ଅନୁମୋଦିତ କରୁଛି। ଆଜିର ଏହି ପବିତ୍ର କାର୍ତ୍ତିକ ମାସରେ ମୋତେ କେହି ଭୁଲ ବୁଝିବ ନାହିଁ, ମୁଁ ଯାହା କହୁଛି ସତ୍ୟ। କାରଣ 75 ଭାଗ ନହେଲେ ବି ଆଉ ଟିକେ କମିଯାଇପାରେ, 60 ଭାଗ ପରିବାର ଆଜି ଅଶାନ୍ତ, ଆଜି ଅଶାନ୍ତରେ କହୁଛି। ତେଣୁ ସଜ୍ଜନ, ଏଥିପାଇଁ ବେଳହୁଁ ହୁଅ ସାବଧାନ। କାର୍ତ୍ତିକେ ଅଧି